The question is at what percent per annum a sum of 500 will be amount to the 864 in 3 year if the interest is compounded annually. सी कही कि गोटे सम थिला 500 सी अमाउंट यानी कि होगा कौन 864 केते ना 3 वर्ष पर यानी कि 500 टंका 3 वर्ष पर होगा 864 टंका तो पचार यदि कंपाउंड आम इंटरेस्ट आनुआल अनुसार नवा तेज तार रेट ऑफ इंटरेस्ट केते हम ठीक अच्छे तो करिए देख प्रथम मत गोटे कथा कह यहाँ हूँ कौन यहाँ हूँ प्रिंसिपल এটা হচ্ছে কম বেটা না আমাউন্ট ঠিক ଅଛି ତ ପ୍ରିନ୍ସିପାଲ୍ ଥିଲା କେତେ ନା ସାର୍ 500 ଥିଲା ତ ଆମାଉଣ୍ଟ ହେଲା କେତେ ନା 864 ବର୍ତ୍ତମାନ ଆମେ କ'ଣ କରିବା ନା ଆକୁ କାଟିବା ତ ତାକୁ କାଟିଲେ 4 କେତେ ହେଉଛି ନା 4 କାଲେ 4 କେ 4 ବଲା ହେଇକି ଏଣିକି 4 ଦୁଣେ 8 ଏଣିକି 4 ପଞ୍ଚା 20 ଇଷ୍ଟୁ 4 କାଲେ ହେବ 4 ଦୁଣେ 8 4 କାଲେ 4 କେ 4 424 ତ 216 ହେଲା ତ ମୋତେ ଗୋଟେ କଥା କୁହ ଇଏ କେତେ ବର୍ଷ ପାଇଁ ପଚାରିଛି ନା 3 ବର୍ଷ ପାଇଁ ପଚାରିଛି ଯଦି ତୁମକୁ ଏ ଜାଗାରେ 3 ବର୍ଷ ପାଇଁ ପଚାରିବ ତୁମେ ଏଠି ଏହାର କ'ଣ ନେବ ନା କ୍ୟୁବ୍ ରୁଟ୍ ନେବ ଯଦି ପଚାରିଥିବ 2 ବର୍ଷ ପାଇଁ ତୁମେ ଏହାର କ'ଣ କରିବ ନା ସ୍କୋୟାର ରୁଟ୍ ନେବ ବୁଝିପାରୁଛ ନା ବୁଝିପାରୁନ ଯଦି 1 ବର୍ଷ ପାଇଁ ପଚାରିଛି କୌଣସି ଜିନିଷ ନେବନି ଆକୁ କାଟିଦେବ ଯେଉଁ ରେଜଲ୍ଟ ହେବ ସଲ୍ଭ ହେବ ତ ତାହେଲେ କ'ଣ ଶିଖିଲ ନା 2 ବର୍ଷ ପାଇଁ ପଚାରିଲେ ଏହାର ସ୍କୋୟାର ରୁଟ୍ ନିଆହେବ 3 ବର୍ଷ ପାଇଁ ପଚାରିଥିଲେ ଏହାର କ'ଣ ନିଆହେବ କ୍ୟୁବ୍ ରୁଟ୍ ନିଆହେବ ତ ଇଏ 3 ବର୍ଷ ପାଇଁ ପଚାରିଛି ତେବେ ଏହାର କ'ଣ କରିବ ନା କ୍ୟୁବ୍ ରୁଟ୍ ନେବ କାହାର ପ୍ରିନ୍ସିପାଲ୍ର ଆଉ କାହାର ଆମାଉଣ୍ଟର ତ ତାହେଲେ 25 125 ରୁଟ୍ ଓଭର ରୁଟ୍ କ୍ୟୁବ୍ କେତେ ନା 5 ତ ଇଏ ହେଉଛି କେତେ ନା 6 16 यानी कि ଏମାନଙ୍କ ଭିତରେ ଗ୍ୟାପ୍ କେତେ ଅଧିକ ନା 1 ଅଧିକ ତ 1 ଅଧିକ ବାय କ'ଣ କରିଦେବ ନା ପ୍ରିନ୍ସିପାଲ୍ କରିଦେବ ଇଣ୍ଟୁ କ'ଣ କରିବ ତାର 100% କରିଦେବ ଏଇ ଯେଉଁ ରେଜଲ୍ଟ ଆସିବନି ଏ ତାର ହେବ ରେଟ୍ ଅଫ୍ ଇଣ୍ଟରେଷ୍ଟ କମ୍ପାଉଣ୍ଡେଡ଼ ଯଦି ଆମେ 3 ବର୍ଷ ପାଇଁ ଇନଭେଷ୍ଟ କରିବା ଠିକ୍ ଅଛି ତ ଏଇଟା ହେଲା 5 କାଟିଲେ କେତେ ନା 20 यानी कि टोटाल ହେବ 20% यानी कि रेट ऑफ इंटरेस्ट के 20% यानी कि ऑप्शन नंबर डी हम ये करेक्ट आंसर जब वीडियो भल लगी तेज लाइक कमेंट शेयर सब्सक्राइब करा भूलिए थैंक यू।